ତାର ନାଁ ହେଉଛି ବିଶ୍ୱଜିତ ସାହୁ ଆଉ ତାର ବୟସ ପାଖାପାଖି 44-45 ହେବା ଆଉ ସଡନ୍ ଆଜି ଗୋଟେ କାମ ତାର ଘର ସାମ୍ନାରେ ଗୋଟେ କଂକ୍ରିଟ କାମ ହେଉଥିଲା କାମ କରବା ଲାଗି ଯାଉଥିଲା ଆଉ ମାନେ ମୂର୍ଚ୍ଛା ହେଇଗଲା ବେଲେ ତାର ପୁଅ ତାକେ ଛୋଟ ଛୁଆଟେ ଗୋଟେ ଅଟୋରେ ବସିକରି ମାନେଶ୍ୱରକେ ଆନୁଥିଲା ମାନେ ଦେଖାବା ଲାଗି ଡକ୍ଟର କି ତ ତେଣୁ ଡକ୍ଟର କହିଲେ ସିରିୟସ୍ ମାନେ ଯେନ୍ ମାନେ ମେଡିକାଲ ସେମାନେ କହିଲେ କି କଣ୍ଡିସନ ସିରିୟସ୍ ଅଛେ ତାକେ ସମ୍ବଲପୁର କି ବୁର୍ଲାକେ ନିଅ ବେଲେ ସେ ଛୁଆଟା ପାରବା କାଁ ଆମେ ସମସ୍ତେ ପଡ଼ାର ଯେତେ ପିଲାମାନେ ଆସିକି ତାକେ ଆନବାର୍ ଚେଷ୍ଟା କଲୁ ବାଟେ ନକ୍ସାପଲ୍ଲୀ ପାଖାପାଖି ହେଉଛି ତାକେ ଆମେ ଦେଖିଲୁ ଯେ ତାର କଣ୍ଡିସନ ମାନେ ନାଇଁ ଆମକୁ ଡେଥ୍ ହେଲା ବୋଲି ଲାଗଲା ନିଜକୁ ଫିଲ୍ ଲାଗଲା ତ ଆମେ ଯାଉଁ ଟିକେ ମେଡିକାଲ ନେବା ଲାଗି ଚେଷ୍ଟା କଲୁ ଆଉ ସମ୍ବଲପୁର ଇଟା ହେଡକ୍ୱାର୍ଟରକେ ଆଇଛୁ ଆଉ ଇନ ଡକ୍ଟର ତାକେ ଡେଥ୍ ହେଇଗଲା ବୋଲି କହିଛନ୍ ଆଉ ପୋଷ୍ଟମର୍ଟମ ହେବା ବୋଲି କହୁଛନ୍ ଆଉ ଆମେ ପଡ଼ୋଶୀ ନାଇଁ ନାଇଁ କୌଣସି ପ୍ରକାର ବେମାର ନାଇଁ ଏବେ ତ ହनुमान ଜୟନ୍ତୀ ହେଲା ଆମର ଗାଁରେ ପ୍ରୋଗ୍ରାମ ହେଲା ଯେ ସେ ପୁରା ଦୌଡ଼ି ଦୌଡ଼ି କାମ କରୁଥିଲା ଆଉ ବଢ଼ିଆ ଥିଲା ଆଶା କରୁଛୁ ଏଇଟା ଗୋଟେ ଅଂଶଘାତ ହେଇଥାଇପାରେ ବୋଲି ଆମକୁ ଲାଗୁଛି କି ହେନ୍ତା କିଛି ବାକି ଲାଗୁଛି ଝାଉ ପିଟିছে ବୋଲି ତ କହୁଛୁ ଆମ ହସ୍ପିଟାଲକୁ ଆକ୍ଚୁଆଲି ଏବେ ଜଷ୍ଟ ଜଣେ ରିସିଭ୍ ଡେଟ୍ ହେଇଛି ଜଣେ ମେଲ୍ ପର୍ସନ୍ ଆବାଉଟ୍ 40 ପାଖାପାଖି ହେବ 40-45 ଭିତରେ ହେବ ରିସିଭ୍ ଡେଟ୍ ହେଇଛି କ'ଣ ଆକ୍ଚୁଆଲି କାରଣ ଜଣାପଡ଼ିନି ପୋଲିସକୁ ଥାନାକୁ ରିପୋର୍ଟ କରାଯାଇଛି ଖାଲି ହଁ ଯେଉଁଟା ପିଏମ୍ ହେବ ପିଏମ୍ ପରେ ଯାଇକରି କନଫର୍ମ ହେଇପାରିବ ଯେ ଆକ୍ଚୁଆଲି ଏଇଟା କେଉଁ କଜ୍ ଅଫ୍ ଡେଥ୍ଟା ସେଥିରେ ହିଁ କନଫର୍ମ ହେଇପାରିବ ଇଏ ଆମ ସବୁ ହସ୍ପିଟାଲରେ ଆକ୍ଚୁଆଲି ଆମର ଅଂଶଘାତ ରୁମ୍ କରାହେଇଛି ସେଥିରେ ଅଧିକାଂଶ ଜାଗାରେ ଏସି ଲାଗିଛି ଗୋଟେ ଜାଗାରେ ଖାଲି କୁଲର ଲାଗିକି କରାହେଇଛି ପ୍ରତ୍ୟେକ ଆମ ଏଠି 6ଟା ବେଡ୍ ଅଛି ଆଉ ଇଏ ମାନଙ୍କରେ ସିଏସି ମାନଙ୍କରେ ଦୁଇଟା ବେଡ୍ ଅଛି ମାନେ ମେଲ୍ 2ଟା ଫିମେଲ୍ 2ଟା ଆଉ ପିଏସି ମାନଙ୍କରେ ଗୋଟେ ବେଡ୍ ଗୋଟେ ମେଲ୍ ଗୋଟେ ଫିମେଲ୍ ଖରା ଦିନରେ ସମସ୍ତଙ୍କୁ ତ ଏଇଟା ପ୍ରୋପାଗାଣ୍ଡା କରାହେଉଛି ମାସ୍ ମିଡ଼ିଆରେ ବି କୁହାହେଉଛି ଯେ ଦିନ 11ଟା ପରେ ରୁ 3ଟା ଭିତରେ ମାନେ କିଛି ନହେଲେ ବି ହାର୍ଡ କାମ କରନ୍ତୁନି ଆଉ ବାହାରକୁ ଯାଇକି ବୁଲିବାଟା ଅନନେସେସାରୀ ଯେଉଁଟା କରାହେଉଛି ସେଇଟା କରନ୍ତୁନି ତାପରେ ଛତା ଆଉ ପାଣି ଧରିକିରି ଯାଆନ୍ତୁ ଜୋତା ପିନ୍ଧନ୍ତୁ ଆଉ ଇଏ କଟନ ଡ୍ରେସ୍ ଯେଉଁଟା ଅଛି କଟନ ଡ୍ରେସ୍ ଢିଲା ଟିକେ ପିନ୍ଧନ୍ତୁ ଏଇଟା ସମସ୍ତଙ୍କୁ ପ୍ରୋପାଗାଣ୍ଡା କରାହେଉଛି ଆଉ ଇଏ ଆମର ଆକ୍ଚୁଆଲି ପ୍ରଥମ ଯେଉଁ ବର୍ଷ ହେଇଥିଲା ଆକ୍ଚୁଆଲି ଡେଥ୍ ବେଶୀ ହେଇଥିଲା ତାପରେ ଆକ୍ଚୁଆଲି ପ୍ରୋପାଗାଣ୍ଡା ଅଛି ଏବେ ଲୋକ କନସିୟସ୍ ବି ଆକ୍ଚୁଆଲି ଏଇ ଭିତରେ ଆକ୍ଚୁଆଲି ଡେଥ୍ ଯେତିକି ଟେମ୍ପରେଚର ବଢ଼ିଲେ ବି ଡେଥ୍ ସଂଖ୍ୟା କମୁଛି ଧୀରେ ଧୀରେ